ପାଖରେ ତାର ଫୋନ ନମ୍ବରଟା ଏଇ ଏରିଆରେ ଆକ୍ଟିଭ ଥିଲା କି ଯଦି ଆକ୍ଟିଭ ଥିଲା ସେଠି କ'ଣ କରୁଥିଲା ତାକୁ ଇଣ୍ଟରଭିଉ କରାଯିବ ତ ତାର ସବୁ ମାଜିଷ୍ଟ୍ରେଟ କିଛି ବିକଳ୍ପ କରି ରାଇଟ୍ ଦେଇଛନ୍ତି ହଁ ଏକ୍ସାକ୍ଟଲି ମାଜିଷ୍ଟ୍ରେଟ ଦେଇପାରିବ ଆଉ ରାଇଟା ଦେବେ ସେଇଟା କିନ୍ତୁ ଦରକାର ମାଜିଷ୍ଟ୍ରେଟଙ୍କର ରାଇଟ୍ ଅଛି ତାଙ୍କୁ ଯୋଉଟା ଫିଲ୍ ହବ ଏବେ ଡକୁମେଣ୍ଟେସନରେ ଯଦି ଟିକେ ଏପଟ ସେପଟ ଅଛି ମାଜିଷ୍ଟ୍ରେଟଙ୍କ ପାଖେ ରାଇଟ୍ସ ଅଛି ସିଏ ସେଇଟାକୁ ଦେଇପାରିବେ ସେଟା କମ୍ପ୍ଲିଟଲି ମାଜିଷ୍ଟ୍ରେଟଙ୍କ ଉପରେ ଡିପେଣ୍ଡ କରେ ସିଏ ସେ କେସଟାକୁ କେମିତି କନସିଡର କରିବେ ଏବେ ବହୁତ ସାରା ମାଜିଷ୍ଟ୍ରେଟ କୋଅପରେଟିଭ ଅଛନ୍ତି ଯୋଉମାନେ କୋଅପରେଟ୍ କରନ୍ତି କି ବତେଇ ଦିଅନ୍ତି କ'ଣ କରିବାର ଅଛି ଭିକ୍ଟିମ୍ ସାଇଡକୁ ତମେ ଏମିତି କହିବ ସେମିତି କହିବ କି ଯୋଉଟା କଲେ ତୁମକୁ ନ୍ୟାୟ ମିଳିବ ମାଜିଷ୍ଟ୍ରେଟ ଯଦି ଫିଲ୍ କଲେ କି ହଁ ପ୍ରକୃତରେ ସେ ଦୋଷୀ ଦୋଷୀ ମିଳିବ ସେଟା ମାଜିଷ୍ଟ୍ରେଟଙ୍କର କମ୍ପ୍ଲିଟଲି ତାଙ୍କର मैम ମୁଁ ଶୁଣିଥିଲି ଯେ ଲ ଓ ପିନାଲ କୋଡ୍ ଆମ ଇଣ୍ଡିଆର ଯେ ମନେ କରନ୍ତୁ 100 ଜଣ ଅଛନ୍ତି ସେଠି 99 ଜଣ ଦୋଷୀ ଆଉ ଜଣେ ନିର୍ଦ୍ଦୋଷ ଅଛି ସେଇଠି ଆମେ ଡିସିସନ୍ଟା କେମିତି ନେବୁ ମୁଁ ଶୁଣିଥିଲି ଯେ 100ରେ ଯଦି ଜଣେ ଯଦି ଥିବ ନିର୍ଦ୍ଦୋଷ ସେଠି ସୁଟ୍ ଆଉଟ୍ ଦିଆଯାଇ ନପାରେ କିମ୍ବା ସେଠି ସାବ୍ୟସ୍ତ ଯେତେବେଳେ ନ ହେଇଛି ଗୋଟେ ନିର୍ଦ୍ଦୋଷ ବୋଲି ସେତେ ପର୍ଯ୍ୟନ୍ତ କିଛି ରାୟ ଦିଆଯାଇ ନପାରେ ଏଇଟା ବର୍ତ୍ତମାନ ସେଟାକୁ ଅଛି ଆଉ କିଛି ଲେଖାଇଛି ମ୍ୟାଡ଼ାମ୍ ଏବେ ବି ସେଇଟା ଅଛି ଆଉ ଲେଖାଇଛି ଯେ 100ରୁ ପ୍ରାୟ 10 to 20 or 30 ପର୍ଯ୍ୟନ୍ତ ନିର୍ଦ୍ଦୋଷ ମଧ୍ୟ ମାନେ ଦଣ୍ଡ ପାଇଯାଏ ସେଇଠି କ'ଣ ଆପଣଙ୍କ ରାୟଟା ବା ନ୍ୟୁଜ୍ରେ କ'ଣ ଅଛି ସେଇଠି ଏମିତି ବହୁତ ସାରା କେସ୍ ହେଇଛି ଗୋଟେ ଫ୍ୟାମିଲିରେ ଗୋଟେ ଲୋକଟେ ତାର ସମସ୍ତଙ୍କୁ ମାରିଦେବ ଗୋଟେ କେସ୍ ଆସିଲା କି ସେ ନିଜେ ତା ଫ୍ୟାମିଲିର ମେମ୍ବର ସମସ୍ତଙ୍କୁ ମାରିଦେଇଛି ତ ସେଇଠି ଆମେ ଯେହେତୁ ସେ ଏକୁଟିଆ ପ୍ରେଜେଣ୍ଟ ଥିଲା ସ୍ପଟରେ ପ୍ରେଜେଣ୍ଟ ଥିଲା ଆଉ ତାର ପାଖରେ ପ୍ରୁଫ୍ ବି ମିଳୁଛି ହାତରେ ଲାଇଟ୍ ଥିଲା ଆମକୁ ଯିଏ ବି ମିଳିଲା ଆମେ ତାକୁ ଆରେଷ୍ଟ କରି ପଠେଇଲୁ ତ ସେଇଠି ମାଜିଷ୍ଟ୍ରେଟଙ୍କ ପାଖରେ ଯଦି ତାକୁ ବେଲ୍ରେ ଆଣିବା ପାଇଁ ଯଦି କିଏ ପହଞ୍ଚି ପାରୁନାହାନ୍ତି ତ ସେ ସେଇଠି ସେମିତି ହିଁ ଜେଲ୍ ଅଟୋମେଟିକ୍ 45 ଡେଜ୍ ପରେ ବେଲ୍ ହେଇଯିବ କିନ୍ତୁ ଏବେ ତାକୁ କିଏ ଆଣିବା ପାଇଁ ଥିଲେ ତ ତାର ଯଦି କେହି ନଥିବେ ତା